ଆଜ୍ଞା ଟିକେ ଶୁଣନ୍ତୁ। ଶୁଣୁଛନ୍ତି? ଠିକ୍ ଅଛି। ତାହେଲେ ଟିକେ ଭାବନ୍ତୁ। ଭାବୁଛନ୍ତି? ଠିକ୍ ଅଛି। ତାହେଲେ ଟିକେ ସିରିୟସଲି ଭାବନ୍ତୁ। କେଉଁ ଜିନିଷଟିକୁ ଆପଣ ସିରିୟସଲି ଭାବିବେ ସେଇ ଜିନିଷଟି ମୁଁ ଆପଣଙ୍କୁ କହୁଛି। ସିରିୟସଲି ଭାବନ୍ତୁ ଯେ ଗୋଟିଏ ଦିନ ପାଇଁ ସାରା ପୃଥିବୀରେ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଯେତେ ସବୁ ଧର୍ମସ୍ଥଳୀ ରହିଛି ସବୁଗୁଡ଼ିକ ବନ୍ଦ ହୋଇଗଲା, କବାଟ ପଡ଼ିଗଲା। ତାହେଲେ କ'ଣ ଫରକ ପଡ଼ିବ? ଫରକ ପଡ଼ିବ ନା ନାହିଁ? ଆମମାନଙ୍କୁ କିଛି ଫରକ ପଡ଼ିବନି। କିନ୍ତୁ କାହାକୁ ଫରକ ପଡ଼ିବ? ଫରକ ପଡ଼ିବ ସେଇ ପୂଜାରୀମାନଙ୍କୁ ଯେଉଁମାନେ ଏଇ ପୂଜାରୁ ନିଜର ଜୀବିକା ଅର୍ଜନ କରୁଛନ୍ତି। ଗୋଟିଏ ଦିନର ଜୀବିକା ସେମାନେ ହରାଇବେ। ଏତିକି କେବଳ ଫରକ ପଡ଼ିବ। କିନ୍ତୁ ପୁଣି ସିରିୟସଲି ଚିନ୍ତା କରନ୍ତୁ ଯେ ଗୋଟିଏ ଦିନ ସାରା ପୃଥିବୀରେ ଯେତେ ହସ୍ପିଟାଲ ରହିଛି ସବୁଗୁଡ଼ିକ ବନ୍ଦ କରିଦିଆଗଲା। କ'ଣ ଫରକ ପଡ଼ିବ? ପଡ଼ିବ ନା ନାହିଁ? ଜବରଦସ୍ତ ଫରକ ପଡ଼ିବ। କ'ଣ ହେବ ନା ଆଇସିୟୁରେ ଯେତେ ସବୁ ପେସେଣ୍ଟ ଅଛନ୍ତି ଠକ୍ ଠାକ୍ ମରିକରି ଗଳି ପଡ଼ିବେ। ଆଉ ଏମର୍ଜେନ୍ସିକୁ ଯାଉଥିବା ସବୁ ପେସେଣ୍ଟ ବାରଣ୍ଡାରେ ନିଶ୍ୱାସ ତ୍ୟାଗ କରିବେ। ଲକ୍ଷ ଲକ୍ଷ ଲୋକ ମରିବେ। ଏଇଟା ଫରକ ପଡ଼ୁଛି ନା ନାହିଁ? ଚିନ୍ତା କରନ୍ତୁ। ଠିକ୍ ଏଇ ଜିନିଷଟି ଘଟିଲା କୋଭିଡ୍ ସମୟରେ। କୋଭିଡ୍ ସମୟରେ ସମସ୍ତ ପୂଜାସ୍ଥଳୀ, ମନ୍ଦିର, ମସଜିଦ୍, ଚର୍ଚ୍ଚ ସବୁ ବନ୍ଦ ହୋଇଗଲା। କବାଟ ଦେଇକରି ଦେବାଦେବୀମାନେ ଭିତରେ ରହିଲେ। କିଛି ଫରକ ପଡ଼ିଲା କି? ନା। କିନ୍ତୁ ଚିନ୍ତା କରନ୍ତୁ ଯଦି ହସ୍ପିଟାଲ ସବୁ ବନ୍ଦ ହୋଇଯାଇଥାନ୍ତା ତାହେଲେ ମଣିଷ ଜାତି ଆଉ ନଥାନ୍ତା। ମୁଁ ବି ନଥାନ୍ତି ଆପଣଙ୍କୁ ଭିଡ଼ିଓରେ ଇଣ୍ଟରାକ୍ଟ କରିବା ପାଇଁ, କି ଆପଣ ନଥାନ୍ତେ ମୋର ଭିଡ଼ିଓ ଦେଖିବା ପାଇଁ। ଚିନ୍ତା କରନ୍ତୁ, ସିରିୟସଲି ଚିନ୍ତା କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍।